ओम शांति। ओम शांति। ओम शांति। 1-3-2026 प्रातः मुरली अव्यक्त बापदादा पुनरावृत्ति 9-3-2009 मधुबन। आज अव्यक्त बापदादा तांकर अव्यक्त पिलामानंकु आज कौन निर्देश देइचंती। अव्यक्त बापदादा कहउचंती, मिठे बच्चे परमात्मा संगर रंग एवं जुगल स्वरूपर यथार्थ होली पालन कर। बाबा ये कौन कहले? परमात्मा संगर रंग एवं जुगल स्वरूप यथार्थ होली पालन कर। परमात्मा संगर रंग होची बाबांकर होची 7 गुण। से 7 गुण रे बा 7 रंग बेरंगीर शक्तिशाली रश्मि रे बा तांका गुण रे आमे पूरा सुसज्जित हेबा। ज्ञानर रंग, पवित्रतार रंग, सुखर रंग, शांतिर रंग, प्रेमर रंग, आनंदर रंग आउ शक्तिर रंग, ए 7 रंग रे आमे रंगित हेबा। आउ तांका सहित जुगल स्वरूप अनुभव करिबा। जेमती बाबा मो संगरे अछंती, आ मु तांका रंगरे पूरा रंगित होइकिरी पूरा सुसज्जित होइकिरी अछि। ये होची यथार्थ होली पालन करिबा। दुनिया रे होली पालन करूचंती, किंतु से कृत्रिम उपाय पालन करूचंती। से भिन्न भिन्न होलीर रंग रे खेलुचंती, किंतु ए रंग होची पवित्रतार रंग। बाबा होचंती पवित्रतार सागर। यदि तांक सहित तांक संगर रंग रे आमे रंगेई ही जिबा, ताहले ये होची हमर कोन पवित्रतार होली पालन करिबा। आउ बाबांकर रंगरे संगर रंगरे रंगित होई आमे निजे रंगरे सुसज्जित होई 7 रंगरे आमे सारा विश्व को 7 रंगरे सजै दबा। आउ सबु आत्मा मानंकु 7 रंगर होली रे आमे पूरा तांको सुसज्जित कर दबा। जेमती समस्ते मिली मिसिकिरी आमे पवित्रतार होली खेलिबा। ओम शांति। आज होलीएस्ट अर्थात परम पवित्र पिता निजर होली अर्थात पवित्र संतान मानक सहित होली पर्व पालन करिया पई आसीचंती। एठारे समस्ते होली संतान अटंती। तुमे माने मध्य होली पालन करिया पई आसीच। चिंता कर, तुम होली पिला मानकर उपरे केउ रंग लागिला जहा द्वारा तुमे माने होली होई गल। रंग तो अनेक प्रकार अछि, किंतु तुम मानकर उपरे केउ रंग लागिला? सबुठारु श्रेष्ठ रंग कौन जहा द्वारा तुमे माने होली होई गल? तेबे सबुठारु बड़रु बड़ रंग हैला परमात्मा का संगर रंग। तेणु परमात्मा संगर रंग लागिबा द्वारा सहजरे होली होई गल। काहेकि ना परमात्मा संगर रंग अविनाशी अटे। अन्य सबु रंग तो अल्प समय पई लागि थाए, किंतु परमात्मा संगर रंग लागिबा द्वारा सहजरे होली अर्थात पवित्र होई गल। आत्मार रंग अपवित्रतारु पवित्र होई गला।
କାହିଁକି ନା ତୁମେ ସମସ୍ତେ ପରମାତ୍ମାଙ୍କୁ ନିଜର ସାଥୀ କରିଦେଉଛ ଏବଂ ତାଙ୍କ ସଙ୍ଗରେ ହିଁ ରହୁଛ। ସେଥିପାଇଁ ଯୁଗଳ ହୋଇଯାଇଛ। ତେବେ ଏହି ଯୁଗଳ ସ୍ୱରୂପ ପ୍ରିୟ ଲାଗୁଛି ନା? ସର୍ବଦା ଯୁଗଳ ରୂପରେ ରହୁଛ ନା? ତୁମକୁ କେବେ ବି ଏକା ହୋଇ ରହିବାର ନାହିଁ। ମାୟା ତୁମକୁ ଏକା ଏକା କରିବା ପାଇଁ ଚେଷ୍ଟା କରୁଛି। କିନ୍ତୁ ଯେଉଁମାନେ ସର୍ବଦା ଯୁଗଳ ଅର୍ଥାତ୍ କମାଇଣ୍ଡ ସ୍ୱରୂପରେ ରହିଥାନ୍ତି ସେମାନେ କେବେ ହେଲେ ଅଲଗା ହୋଇପାରିବେ ନାହିଁ। କାହିଁକି ନା ମାୟା ତୁମକୁ ବାବାଙ୍କ ଠାରୁ ଅଲଗା କରି ପୁରୁଣା ସଂସ୍କାର ଗୁଡ଼ିକୁ ଜାଗ୍ରତ କରାଇ ଦେଉଛି, ଯାହାଦ୍ୱାରା ଶୁଦ୍ଧ ସଂସ୍କାର ଗୁଡ଼ିକ ସୁପ୍ତ ହୋଇଯାଉଛି। ତେବେ ଏହି ପୁରୁଣା ସଂସ୍କାର ଗୁଡ଼ିକ ହେଲା ଅବହେଳାପଣିଆ ଏବଂ ଆଳସ୍ୟ। ଏହି ଦୁଇଟି ସଂସ୍କାର ଭିନ୍ନ ଭିନ୍ନ ରୂପରେ ଜାଗ୍ରତ ହୋଇଯିବା ଦ୍ୱାରା କମାଇଣ୍ଡ ରୂପ ଅଲଗା ହୋଇଯାଉଛି। ତେଣୁ ପ୍ରତ୍ୟେକ ନିଜେ ନିଜକୁ ଚେକ୍ କର ଯେ ମୁଁ ସବୁବେଳେ କମାଇଣ୍ଡ ସ୍ୱରୂପରେ ରହୁଛି ନା କେବେ କେବେ ଅଲଗା ହୋଇଯାଉଛି। ତୁମେମାନେ ମାୟାର ଅନେକ ରୂପ ଗୁଡ଼ିକୁ ତ ଜାଣିଗଲଣି ନା? ସେ ଚତୁରତାର ସହିତ ନିଜର ରଙ୍ଗ ଲଗାଇ ଦେଉଛି। ତେବେ ବାବାଙ୍କ ଠାରୁ ଅଲଗା ହେବା ଅର୍ଥ ମାୟାର ରଙ୍ଗରେ ରଞ୍ଜିତ ହେବା। ତେଣୁ ଏହି ଅବହେଳାପଣିଆ ଏବଂ ଆଳସ୍ୟ ବହୁତ ଭିନ୍ନ ଭିନ୍ନ ରୂପରେ ଆସୁଛି ଏବଂ ପିଲାମାନେ ମଧ୍ୟ ତାକୁ ଚିହ୍ନି ପାରୁନାହାନ୍ତି। କାହିଁକି ନା ମାୟା ନିଜ ଆଡ଼କୁ ଆକର୍ଷିତ କରିଦେଉଛି। ତେବେ ଏହି ଅବହେଳାପଣିଆ ଏବଂ ଆଳସ୍ୟ ଦୁଇଟି ଯାକ ରାବଣର ସମ୍ପତ୍ତି ଅଟେ, ବାବାଙ୍କର ନୁହେଁ। ରାବଣର ସମ୍ପତ୍ତିକୁ ମଧ୍ୟ ପିଲାମାନେ ବଡ଼ ନିଶାର ସହିତ କହୁଛନ୍ତି ମୁଁ ଚାହୁଁନାହିଁ ଯେ, କିନ୍ତୁ ଏହା ତ ମୋର ସଂସ୍କାର ଅଟେ। ଏଗୁଡ଼ିକୁ ମୋର ସଂସ୍କାର ବୋଲି କହିବାରେ ଲାଗିଛନ୍ତି। ତେବେ ଏହା ପରମାତ୍ମାଙ୍କର ସମ୍ପତ୍ତି ନା ରାବଣର ସମ୍ପତ୍ତି? ଏହାକୁ ମୋର ସଂସ୍କାର ବୋଲି କହିବା କ'ଣ ଠିକ୍ କଥା? ଚିନ୍ତା କର। ତେବେ ଏହାକୁ ମୋର କୁହାଇ ଦେବା ହିଁ ମାୟାର ଚତୁରତା ଅଟେ। ତେବେ ବାବାଙ୍କର ସମ୍ପତ୍ତି ତୁମକୁ ପ୍ରିୟ ଅଟେ ନା ରାବଣର ସମ୍ପତ୍ତି ପ୍ରିୟ ଅଟେ? ସାଧାରଣ ଭାବରେ ପିଲାମାନେ ନିଜକୁ ନିର୍ଦ୍ଦୋଷ କରିବା ପାଇଁ କହିଦେଉଛନ୍ତି ଏହା ମୋର ସଂସ୍କାର ଅଟେ, କିନ୍ତୁ ମୁଁ ଚାହୁଁନାହିଁ। ତେବେ ଚିନ୍ତା କର, କ'ଣ ଏହା ମୋର ଅଟେ ତ? ବାବା କହୁଛନ୍ତି ରାବଣର ସଂସ୍କାରକୁ ନିଜର କରିବା କାରଣରୁ ତୁମ ଭିତରେ ଯେଉଁ ଶୁଭ ସଂସ୍କାର ଗୁଡ଼ିକ ରହିଛି ତାହା ଧୀରେ ଧୀରେ ସମାପ୍ତ ହେବାରେ ଲାଗିଛି। ପରମାତ୍ମା ସଙ୍ଗର ରଙ୍ଗ ଫିକା ହୋଇ ଚାଲିଛି ଏବଂ ମାୟାର ରଙ୍ଗ ଉଜ୍ଜଳ ହୋଇଯାଉଛି। ତେଣୁ ପୁରୁଷାର୍ଥ ମାର୍ଗରେ ଚାଲିବା ସହିତ ନିଜକୁ ହିଁ ଚେକ୍ କରିବାକୁ ହେବ ଯେ ମୋ ଉପରେ କେଉଁ ରଙ୍ଗ ଲାଗିଛି। ଲୋକମାନେ ମଧ୍ୟ ହୋଲି ପର୍ବରେ କ'ଣ କରନ୍ତି? ପ୍ରଥମେ ଖରାପ ଗୁଡ଼ିକୁ ଜଳାଇ ଦିଅନ୍ତି, ତାପରେ ରଙ୍ଗ ଲଗାନ୍ତି ବା ହୋଲି ପାଳନ କରନ୍ତି। ତେବେ ତୁମମାନଙ୍କ ଉପରେ ବାପଦାଦା ନିଜର ସଙ୍ଗର ରଙ୍ଗ ତ ଲଗାଇ ଦେଇଛନ୍ତି, କିନ୍ତୁ ତା ସହିତ ଜ୍ଞାନର ରଙ୍ଗ, ଶକ୍ତି ଗୁଡ଼ିକର ରଙ୍ଗ, ଗୁଣର ରଙ୍ଗ ମଧ୍ୟ ଲାଗିଯାଉଛି। ତେଣୁ ସମସ୍ତଙ୍କ ଉପରେ ଏହି ସବୁ ଆତ୍ମିକ ରଙ୍ଗ ଗୁଡ଼ିକ ଲାଗିଯାଇଛି ନା? କ'ଣ ଲାଗିଛି ନା? ହାତ ଉଠାଅ। ତେବେ ଆତ୍ମିକ ରଙ୍ଗ ତ ଲାଗିଗଲା, କିନ୍ତୁ ଛାଡ଼ିଯିବା ଭଳି ରଙ୍ଗ ତ ନୁହେଁ ନା? ଯାହା ଉପରେ ଏହି ଆତ୍ମିକ ରଙ୍ଗ ଗୁଡ଼ିକ ଲାଗିଗଲା ବା ଅବିନାଶୀ ରଙ୍ଗ ଲାଗିଗଲା, ତା ଉପରେ ଅନ୍ୟ କୌଣସି ରଙ୍ଗ ଲାଗିପାରିବ ନାହିଁ। ତେଣୁ ଏହି ରଙ୍ଗ ଦ୍ୱାରା କେତେ ପବିତ୍ର ହୋଇଯାଇଛ, ଯାହାକି ସାରା କଳ୍ପ ଭିତରେ ତୁମମାନଙ୍କ ଭଳି ହୋଲି ବା ପବିତ୍ର ଅନ୍ୟ କେହି ବି ହୋଇପାରିବେ ନାହିଁ। ତୁମମାନଙ୍କର ପବିତ୍ରତା
ପ୍ରଭୁଙ୍କର ସଙ୍ଗର ରଙ୍ଗ ପରମାତ୍ମାଙ୍କ ସହିତ କମାଇଣ୍ଡି ରହିବାର ଅନୁଭବ ସବୁଠାରୁ ନିଆରା ଅଟେ ଏବଂ ପ୍ରିୟ ଅଟେ। ଅନ୍ୟ ଯେଉଁମାନେ ବି ହୋଲି ଅର୍ଥାତ୍ ପବିତ୍ର ହେଉଛନ୍ତି, ସେମାନଙ୍କର ଶରୀରର ପବିତ୍ର ହେଉନାହିଁ, କେବଳ ଆତ୍ମା ପବିତ୍ର ହେଉଛି। କିନ୍ତୁ ତୁମେମାନେ ଏଭଳି ହୋଲି ପବିତ୍ର ହେଉଛ, ଯାହାକି ତୁମର ଶରୀର ଏବଂ ଆତ୍ମା ଦୁଇଟି ଯାକ ପବିତ୍ର ରହୁଛି ଏବଂ ପବିତ୍ରତାକୁ ସୁଖ, ଶାନ୍ତି, ପ୍ରେମ, ଆନନ୍ଦର ଜନନୀ କୁହାଯାଏ। ଯେଉଁଠାରେ ପବିତ୍ରତା ରହିଛି, ସେଠାରେ ସୁଖ ଏବଂ ଶାନ୍ତି ତା ସହିତ ନିଶ୍ଚିନ୍ତ ରହିଛି। କାହିଁକି ନା ଯେଉଁଠାରେ ଜନନୀ ଅର୍ଥାତ୍ ମା ଥାଏ, ସେଠାରେ ପିଲାମାନେ ମଧ୍ୟ ଥାଆନ୍ତି। ତେଣୁ ବାବା ଆସି ତୁମମାନଙ୍କୁ ଏଭଳି ହୋଲି କରିଦେଉଛନ୍ତି, ଯାହାକି ତୁମମାନଙ୍କର ଜଡ଼ଚିତ୍ର ଗୁଡ଼ିକ ମଧ୍ୟ କେତେ ବିଧିପୂର୍ବକ ପୂଜା ପାଉଛନ୍ତି। କଳି ଯୁଗର ଶେଷ ଜନ୍ମରେ ମଧ୍ୟ ତୁମେମାନେ ନିଜର ଚିତ୍ର ବା ମୂର୍ତ୍ତି ଗୁଡ଼ିକୁ ତ ଦେଖୁଛ, ସେମାନଙ୍କର ପୂଜା କିପରି ବିଧିପୂର୍ବକ ହେଉଛି। ଏହା ହିଁ ହେଉଛି ପବିତ୍ରତାର ବିଶେଷତା। ଅନ୍ୟ ଯେତେ ବି ମହାନ ଆତ୍ମାମାନେ, ଧର୍ମ ଆତ୍ମାମାନେ ପବିତ୍ର ହୋଇଛନ୍ତି, କିନ୍ତୁ ମନ୍ଦିର କାହାର ବି ତିଆରି ହେଉନାହିଁ କି ଏଭଳି ବିଧିପୂର୍ବକ ପୂଜା ମଧ୍ୟ କାହାର ହେଉନାହିଁ ଏବଂ ଶେଷ ଜନ୍ମ ପର୍ଯ୍ୟନ୍ତ ମଧ୍ୟ ତୁମମାନଙ୍କର ଜଡ଼ଚିତ୍ର ଗୁଡ଼ିକ ଭକ୍ତମାନଙ୍କୁ ଆଶୀର୍ବାଦ ଦେଇ ଚାଲିଛନ୍ତି। ଅଳ୍ପ ସମୟ ପାଇଁ ସୁଖ ଶାନ୍ତିର ଅନୁଭବ ମଧ୍ୟ କରାଉଛନ୍ତି। ତେବେ ତୁମମାନଙ୍କର ହୋଲି ପାଳନ କରିବା ଏବଂ ଦୁନିଆର ଲୋକମାନଙ୍କର ହୋଲି ପାଳନ କରିବା ଭିତରେ କେତେ ଫରକ ରହିଛି। ଯଦିଓ ମନୋରଞ୍ଜନ କରିବା ପାଇଁ ତୁମେମାନେ ମଧ୍ୟ ଅଳ୍ପ ବହୁତ ହୋଲି ପର୍ବ ପାଳନ କରୁଛ, କିନ୍ତୁ ପ୍ରକୃତ ହୋଲି ପରମାତ୍ମାଙ୍କର ସଙ୍ଗର ରଙ୍ଗ ସହିତ କମାଇଣ୍ଡି ସ୍ୱରୂପର ଯଥାର୍ଥ ହୋଲି ତୁମେମାନେ ହିଁ ପାଳନ କରୁଛ। ତେବେ ହୋଲି ପର୍ବକୁ ଲୋକମାନେ ମଧ୍ୟ ଭିନ୍ନ ଭିନ୍ନ ରୂପରେ ପାଳନ କରୁଛନ୍ତି। ସେହିପରି ତୁମେମାନେ ଜାଣିଛ ଯେ ହୋଲି ଶବ୍ଦର ମଧ୍ୟ ରହସ୍ୟ ରହିଛି, ଯାହାକୁ କେବଳ ତୁମେମାନେ ହିଁ ଜାଣିଛ ଏବଂ ତୁମେମାନେ ହିଁ ଯଥାର୍ଥ ରୂପରେ ପାଳନ କରୁଛ। ତେବେ ହୋଲିର ଅର୍ଥ ହେଲା, ହୋଲି ଅର୍ଥାତ୍ ଯାହା ବିତିଗଲା ତାହା ଅତୀତ ହୋଇଗଲା। ତେଣୁ ତୁମେମାନେ ମଧ୍ୟ ନିଜର ପୁରୁଣା ଜୀବନ, ପୁରୁଣା କଥା, ପୁରୁଣା ସଂସ୍କାର, ପୁରୁଣା ବ୍ୟର୍ଥ ସଂକଳ୍ପକୁ ହୋଲି କରିଦେଇଛ ନା? ବିତି ଯାଇଥିବା କଥାକୁ ଭୁଲିଯିବା ଅର୍ଥାତ୍ ହୋଲି। ତେବେ ଏହିଭଳି କରିଛ ତ? ନା ଏବେ ବି ମଧ୍ୟ ଭୁଲରେ କେବେ କେବେ ପୁରୁଣା ସଂସ୍କାର ଆସିଯାଉଛି? ଯେହେତୁ ତୁମମାନଙ୍କର ଜନ୍ମ ହିଁ ନୂଆ ଅଟେ, କାରଣ ତୁମେ ସମସ୍ତେ ମରଯିବା ହୋଇଛ ନା, ଅର୍ଥାତ୍ ବଞ୍ଚିଥିଲେ ମଧ୍ୟ ପୁରୁଣାରୁ ମରିଯାଇଛ ନା? କ'ଣ ହୋଇଛ ତ? ମରଯିବା ହୋଇଯାଇଛ? ହାତ ଉଠାଅ। ଆଚ୍ଛା, ଯଦି ନୂଆ ଜନ୍ମ ହୋଇଗଲା, ତେବେ ପୁରୁଣା ଜନ୍ମ କିପରି ମନେ ପଡ଼ୁଛି? ପୁରୁଣା ତ ପୁରୁଣା ହୋଇଗଲା ନା? ଯଦି ବିତି ଯାଇଥିବା କଥା ବା ସଂକଳ୍ପ ବା ସଂସ୍କାର ପୁଣି ଜାଗ୍ରତ ହୋଇଯାଉଛି, ତେବେ ତାକୁ କ'ଣ କୁହାଯିବ? ହୋଲି ପାଳନ କରିଛ ବୋଲି କୁହାଯିବ କି? ନା, ହୋଲି କରି ନାହିଁ। ପରମାତ୍ମା ସଙ୍ଗର ରଙ୍ଗ ଭଲ ଭାବରେ ଲାଗିନାହିଁ। ପରମାତ୍ମା ସଙ୍ଗର ରଙ୍ଗ ଲାଗିବା ଅର୍ଥ ପୁରୁଣା ଜନ୍ମ ଭୁଲି ହୋଇଯିବା, ପୁରୁଣା କଥା ସବୁ ଭୁଲି ହୋଇଯିବା। କାହିଁକି ନା ମରଯିବା ହୋଇଗଲ ନା? ଯେପରି ଶରୀର ଦ୍ୱାରା ଗୋଟିଏ ଜନ୍ମକୁ ଛାଡ଼ି ଆଉ ଗୋଟିଏ ଜନ୍ମ ନେଉଛ, ସେତେବେଳେ କ'ଣ ପୁରୁଣା ଜନ୍ମ କଥା ମନେ ରହୁଛି? ସେହିପରି ତୁମେମାନେ ତ ଏବେ ବ୍ରାହ୍ମଣ ଜୀବନଧାରୀ ଅଟ। ତେଣୁ ପୂର୍ବଜନ୍ମର ସଂସ୍କାର ଯାହାକୁ ଭୁଲରେ ତୁମେମାନେ
ମୋର ସଂସ୍କାର ବୋଲି କହିଦେଉଛ। କ'ଣ ତାହା ତୁମର ଅଟେ କି? ସେଗୁଡ଼ିକ ବ୍ରାହ୍ମଣ ଜୀବନର ସଂସ୍କାର ଅଟେ କି? କେବେ ଅବହେଳାପଣିଆର, କେବେ ରାଜକୀୟ ଆଳସ୍ୟର। ତେବେ ଆଳସ୍ୟର ମଧ୍ୟ ବହୁତ ଭିନ୍ନ ଭିନ୍ନ ରୂପ ରହିଛି। କେବେ ଏହା ଉପରେ ମଧ୍ୟ କ୍ଲାସ୍ କରିବ। ତେବେ ଆଳସ୍ୟ ମଧ୍ୟ କେତେ ପ୍ରକାରର ଏବଂ କେତେ ରାଜକୀୟ ରୂପରେ ଆସିଥାଏ। ତେଣୁ ବ୍ରାହ୍ମଣ ଜୀବନ ଅର୍ଥାତ୍ ନୂଆ ଜୀବନ, ଏଥିରେ କିଛି ବି ପୁରୁଣା ରହିପାରିବ ନାହିଁ। ତେବେ ଆଜି ହୋଲି ପାଳନ କରିବା ପାଇଁ ଆସିଛ ନା? ତେଣୁ ହୋଲିର ଅର୍ଥ ହେଲା ହୋଲି। ତେଣୁ ଆଜି ହୋଲି ପାଳନ କରିବା ଅର୍ଥ ପୁରୁଣା ସଂସ୍କାର ଗୁଡ଼ିକର ହୋଲି ଜଳାଇବା। କାରଣ ଜଳାଇବା ପରେ ହିଁ ପାଳନ କରିଥାନ୍ତି। କିନ୍ତୁ ଆଜି ତୁମେମାନେ ପାଳନ କରିବାର ସ୍ୱରୂପରେ ଅଛ। ଜଳାଇ ସାରିଛ, ଏବେ ପାଳନ କରିବ। ପ୍ରଭୁଙ୍କର ସଙ୍ଗର ରଙ୍ଗର ମଜା ନେବା ପାଇଁ ଆସିଛ। ସମସ୍ତେ କମାଇଣ୍ଡ ସ୍ୱରୂପରେ ରହିବାର ଅନୁଭବ କରିବା ବାଲା ଅଟନା। କ'ଣ କହୁଛ? ପରମ ପବିତ୍ର ପିତା ତୁମମାନଙ୍କ ଉପରେ ହୋଲି ହେବାର ବା ପବିତ୍ର ହେବାର ରଙ୍ଗ ଲଗାଇ ଦେଇଛନ୍ତି। ତେଣୁ ଆଜି କେଉଁ ହୋଲି ପାଳନ କରୁଛ? ଆଜିଠାରୁ ବିଶେଷ କରି କୌଣସି ବି ପୁରୁଣା ସଂସ୍କାରକୁ ଆସିବାକୁ ଦେବ ନାହିଁ। ଏହି ହୋଲି ପାଳନ କର। କ'ଣ ପାଳନ କରିପାରିବ ନା କେବେ କେବେ ଆସିଯିବ? ଏଭଳି ରାଜକୀୟ ଶବ୍ଦ ମଧ୍ୟ କହିବ ନାହିଁ ଯେ ମୁଁ ଏଭଳି କରିବାକୁ ଚାହୁଁନଥିଲି ଯେ କିନ୍ତୁ ଏହା ମୋର ସଂସ୍କାର ଅଟେ। ଏହି ଶବ୍ଦକୁ ଆଜି ଦୃଢ଼ ସଂକଳ୍ପର ବିଧି ଦ୍ୱାରା ସମାପ୍ତ କରିଦିଅ। କ'ଣ ଏଭଳି ହୋଲି ସଦାକାଳ ପାଇଁ ପାଳନ କରିବାର ଆଜି ସାହସ ରଖୁଛ ତ? ନା କେବେ କେବେ ପାଳନ କରିବ? ଯେଉଁମାନେ ଭାବୁଛନ୍ତି ଆଜିଠାରୁ ପୁରୁଣା ସଂସ୍କାରର ହୋଲି ଅର୍ଥାତ୍ ହୋଲି ଅର୍ଥାତ୍ ଯାହା ବିତି ଯାଇଛି ତାକୁ ଭୁଲିଯିବା। କାରଣ ଏହି ଜନ୍ମ ହିଁ ନୂଆ ଜନ୍ମ ଅଟେ। ପୁରୁଣା ଜନ୍ମ ତ ଏବେ ସମାପ୍ତ ହୋଇଯାଇଛି। ଏହିଭଳି ସାହସ କରୁଥିବା ତୁମେମାନେ ବାବାଙ୍କର ମିଠା ମିଠା ଗେହ୍ଲା ଶିକିଲଧା ସନ୍ତାନ ଅଟନା। ତେଣୁ ସାଧାରଣ ସଂକଳ୍ପ ନୁହେଁ, ଦୃଢ଼ ସଂକଳ୍ପ କରିବାର ସାହସ ଅଛି ତ? ହାତ ଉଠାଅ। ଦେଖ ସମସ୍ତେ ସାହସ ରଖୁଛନ୍ତି। ଯଦିଓ ଅଳ୍ପ କେତେଜଣ ହାତ ଉଠାଇ ନାହାନ୍ତି, କିନ୍ତୁ ତୁମେମାନେ ସେମାନଙ୍କର ସାଥୀ ଅଟନା, ପକ୍କା ସାଥୀ। ଦୁଇଟି ହାତ ଉଠାଅ। ସମସ୍ତଙ୍କର ଏଇ ଫଟୋ ଉଠାଅ। ଆଚ୍ଛା, ଡବଲ ବିଦେଶୀମାନେ ମଧ୍ୟ ଉଠାଉଛନ୍ତି। ତେବେ ବାପଦାଦା ତୁମମାନଙ୍କୁ ହୋଲି ପର୍ବର ଏବଂ ହୋଲି ପାଳନ କରିବାର ପଦ୍ମଗୁଣା ଶୁଭ ଅଭିନନ୍ଦନ ଦେଉଛନ୍ତି। ଏବେ ଭୁଲରେ ମଧ୍ୟ ନିଜ ମୁଖରୁ ଏହି ଶବ୍ଦ ବାହାର କରିବ ନାହିଁ ଯେ ଏହା ମୋର ସଂସ୍କାର। ରାବଣର ସଂସ୍କାରକୁ ମୋର କହୁଛ, ଏହା ତ ବଡ଼ ଆଶ୍ଚର୍ଯ୍ୟ କଥା। ରାବଣକୁ ଶତ୍ରୁ କୁହାଯାଉଛି। ଶତ୍ରୁର ସମ୍ପତ୍ତିକୁ ନିଜର କରିବା ତ ବଡ଼ ଆଶ୍ଚର୍ଯ୍ୟ କଥା ନା? ତୁମକୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଛି ନା ମୁଁ କ'ଣ କହୁଛି? ଯେହେତୁ ଭୁଲରେ କହିଦେଉଛ, ତେଣୁ କହିସାରିବା ପରେ ମନ ଖାଉଛି, ହୃଦବୋଧ ମଧ୍ୟ କରୁଛ, ବାବାଙ୍କ ସହିତ ବାର୍ତ୍ତାଳାପ ମଧ୍ୟ କରୁଛ, କ୍ଷମା ମଧ୍ୟ ମାଗୁଛ। ବାବା କାଲିଠାରୁ ଏଭଳି କରିବି ନାହିଁ, ପୁଣି ବି କରିଦେଉଛ। ତେବେ ବାପଦାଦା ମଧ୍ୟ ଏଥିରେ କ'ଣ କରିବେ? କେବଳ ବସି ଦେଖିବେ। ତେଣୁ ଏବେ ଏହି ଶବ୍ଦର ହୋଲି ଜଳାଇ ଦିଅ। ଦେଖ, ଜଳାଇବାରେ ମଧ୍ୟ ଗୋଟିଏ ବହୁତ ଭଲ କଥା ଶୁଣାଇଥାନ୍ତି। ଗୋବରର ଘଷିକୁ ଲୁହା ତାରରେ ବାନ୍ଧି ଜଳାଇଥାନ୍ତି। ତେଣୁ ଘଷି ଜଳିଥାଏ କିନ୍ତୁ ତାର ଜଳେ ନାହିଁ। ଏହା ତୁମମାନଙ୍କର ପ୍ରଥମ ପାଠର ପ୍ରତୀକ ଅଟେ, ଯାହାକି ଆତ୍ମା ଅବିନାଶୀ ଏବଂ ଶରୀର ବିନାଶୀ।
ଏହାର ହିଁ ସ୍ୱର କି ଅଟେ। ତେଣୁ ବାପଦାଦା ଦେଖୁଛନ୍ତି ଯେ ଏହି ସବୁ ପର୍ବପର୍ବାଣୀ ଗୁଡ଼ିକୁ ବା ଶାସ୍ତ୍ର ପୁରାଣ ଗୁଡ଼ିକୁ ରଚନା କରିବା ବାଲା ପିଲାମାନଙ୍କର ଚମତ୍କାରୀ ମଧ୍ୟ କମ୍ ନୁହେଁ। ଏମିତି ତ ସେମାନେ ମଧ୍ୟ ବାବାଙ୍କର ସନ୍ତାନ ଅଟନ୍ତି। କିନ୍ତୁ ତୁମେମାନେ ଶିଖିଲଧେ ଅଟ, ଅର୍ଥାତ୍ ବହୁତ ସମୟର ବିଚ୍ଛେଦ ପରେ ପୁନର୍ବାର ମିଳିଥିବା ଗେହ୍ଲା ସନ୍ତାନ ଅଟ। ତେଣୁ ସେଥିରେ ଯଦିଓ ଅଟାରେ ଲୁଣ ସଦୃଶ ସତ୍ୟତା ରହିଛି, କିନ୍ତୁ ବଡ଼ ରମଣୀକ ଢଙ୍ଗରେ ସ୍ୱାରକୀ ତିଆରି କରିଛନ୍ତି। ଦେଖ, ସେମାନେ ପ୍ରତ୍ୟେକ ପର୍ବପର୍ବାଣୀର ସ୍ୱାରକୀ ତିଆରି କରିଛନ୍ତି, କିନ୍ତୁ ସେଥିରେ ଅନେକ କଥା ରହିଛି ଯାହାର ରହସ୍ୟ ସୂକ୍ଷ୍ମ ଅଟେ। ତାକୁ ସେମାନେ ସ୍ଥୂଳ ରୂପ ଦେଇଛନ୍ତି। କିନ୍ତୁ ସ୍ୱାରକୀ ତ ତିଆରି କରିଛନ୍ତି ନା, ଭକ୍ତି କରିବାରେ ତ କମ୍ କରିନାହାନ୍ତି ନା। ଦ୍ୱାପର ଏବଂ କଳିଯୁଗରେ ଭକ୍ତିରେ ମଧ୍ୟ କିଛି ନା କିଛି ସ୍ମୃତିର କଥା ରଖିଛନ୍ତି। ମନୁଷ୍ୟମାନଙ୍କୁ ଅତି ବିକାରୀ ହେବାରୁ ରକ୍ଷା କରିଛନ୍ତି। ତେଣୁ ବାପଦାଦା ଏହିସବୁ ଭକ୍ତିର ସାମଗ୍ରୀ, ପର୍ବପର୍ବାଣୀ ବା ଶାସ୍ତ୍ର ପୁରାଣ ତିଆରି କରିବା ବାଲାଙ୍କୁ ମଧ୍ୟ ଫଳ ଦେଉଛନ୍ତି। କାହିଁକି ନା ଭକ୍ତିରେ ମଧ୍ୟ କିଛି ତ ମନେ ପକାଉଛନ୍ତି ନା। ତେଣୁ ଅଳ୍ପ ସମୟ ପାଇଁ ହେଉ ପଛକେ ବିକାର ଗୁଡ଼ିକ ଠାରୁ ତ ଦୂରେଇ ରହୁଛନ୍ତି ନା। ତେଣୁ ଆଜି ତୁମେମାନେ କେଉଁ ହୋଲି ପାଳନ କରିଲ? ହୋଲି। ସମସ୍ତେ କୁହ ହୋଲି। ଏହିପରି କର। ବାପଦାଦା ହାତ ଦ୍ୱାରା ଇଙ୍ଗିତ କରି ଦେଖାଇଲେ। ହୋଲି କ'ଣ ପକ୍କା ଅଟେ ତ? ପାଳନ କରିଲ ତ? ଆଚ୍ଛା, କାଲି ବି ପୁଣି ମାୟା ଆସିବ। କାହିଁକି ନା ମାୟା ମଧ୍ୟ ଶୁଣୁଛି, କିନ୍ତୁ ତୁମେମାନେ ତାକୁ ନିଜ ଆଡ଼କୁ ଡାକିବ ନାହିଁ। ଏଥିରେ ମଜା ଅଛି ନା। ତେଣୁ ସର୍ବଦା ମଜାରେ ରୁହ। ବାବା ତୁମମାନଙ୍କ ଉପରେ କେତେ ପ୍ରକାରର ଆତ୍ମିକ ରଙ୍ଗ ଲଗାଉଛନ୍ତି, ଯାହାଦ୍ୱାରା ତୁମେମାନେ ହୋଲିହଂସ ହୋଇଯାଇଛ। ତେଣୁ ବାବାଙ୍କୁ ସର୍ବଦା ମନେ ରଖିଥାଅ। ତେବେ ହୋଲିହଂସର ଅର୍ଥ ହେଲା ନିର୍ଣ୍ଣୟ ଶକ୍ତି ବାଲା। ଯେକୌଣସି କାର୍ଯ୍ୟ କର, କିନ୍ତୁ ପ୍ରଥମେ ଗୋଟିଏ ଆସନକୁ ପକ୍କା କରିଦିଅ ଏବଂ ତାହା ଉପରେ ବସି ନିର୍ଣ୍ଣୟ କର। ତେବେ ସେହି ଆସନଟି କ'ଣ ଜାଣିଛ? ତାହା ହେଲା ତ୍ରିକାଳଦର୍ଶୀର ଆସନ। ପ୍ରଥମେ ତ୍ରିକାଳଦର୍ଶୀର ଆସନ ଉପରେ ସ୍ଥିତ ହୋଇ ତିନି କାଳକୁ ଦେଖ। କେବଳ ବର୍ତ୍ତମାନକୁ ନୁହେଁ, ଆଦି, ମଧ୍ୟ, ଅନ୍ତ ତିନୋଟି କାଳକୁ ଦେଖ। ତିନୋଟି ଯାକ କାଳରେ ଏଥିରେ ଲାଭ ହେବ ନା କ୍ଷତି ହେବ? କେତେକ ପିଲା ବଡ଼ ଚତୁର ଅଟନ୍ତି। କହିବୁ ସେମାନଙ୍କର ଚତୁରତା କ'ଣ? ସେମାନେ କୁହନ୍ତି, ଏହି କାମଟା ଚଳାଇବାର ଥିଲା ନା, ସେଥିପାଇଁ ଚଳାଇଦେଲି। କିନ୍ତୁ ମୁଁ ଜାଣିଛି ଏଭଳି କରିବା ଉଚିତ ନୁହେଁ, କିନ୍ତୁ କରିଦେଲି। ଯଦି କରିଦେଲ, ତେବେ କର୍ମର ଫଳ ତ ମିଳିବ ନା। ତେଣୁ ଏଭଳି ଚତୁରତା କରିବାର ନାହିଁ। ବାବାଙ୍କର ମଧ୍ୟ ମନକୁ ଖୁସି କରିବା ପାଇଁ ଚେଷ୍ଟା କରୁଛନ୍ତି, ଭୁଲ କରୁଛନ୍ତି ନା। ତେଣୁ ବାପଦାଦାଙ୍କୁ ମଧ୍ୟ ଏହିଭଳି କଥା ସବୁ ଶୁଣାଉଛନ୍ତି। ବାବା, ଆପଣ ତ ଦୟାର ସାଗର ଅଟନ୍ତି ନା, କ୍ଷମାର ସାଗର ଅଟନ୍ତି ନା। ଏହିଭଳି ବାବାଙ୍କୁ ମଧ୍ୟ ତାଙ୍କର ମହିମା ମନେ ପକାଇ ଦେଉଛନ୍ତି ଯେ ଆପଣ କ'ଣ ଅଟନ୍ତି। ଆପଣ କହିଛନ୍ତି ନା, ଯଦି ଭୁଲ ହୋଇଗଲା, ତେବେ ମୋତେ ଶୁଣାଇ ଦେଇ ତାଙ୍କୁ ସମାପ୍ତ କରିଦିଅ। କିନ୍ତୁ ଭଲ ଭାବରେ ହୃଦବୋଧ କରି ତାକୁ ସମାପ୍ତ କରିଦିଅ। ତେବେ ଗୋଟିଏ କଥାକୁ ତ ପକ୍କା କରୁଛ, ଯାହାକି ଶୁଣାଇ ଦେଉଛ।
କିନ୍ତୁ ପ୍ରଥମେ ଦୃଢ଼ ସଂକଳ୍ପ ଦ୍ୱାରା ସ୍ୱକୁ ପରିବର୍ତ୍ତନ କରି ତାପରେ ଶୁଣା। ମିଠା ମିଠା କଥା ଦ୍ୱାରା ମନ ଖୁସି କରିବା ବା ଭୁଲାଇବା ପାଇଁ ବହୁତ ଚେଷ୍ଟା କରୁଛ। ଆପଣ କହିଛନ୍ତି ନା, ବାବାଙ୍କୁ ମଧ୍ୟ ସ୍ମରଣ କରାଇ ଦେଉଛନ୍ତି। ଆପଣ ଏଇଭଳି କହିଥିଲେ ନା, ଏହି କଥା କହିଛନ୍ତି ନା, ବହୁତ ଚତୁରତା କରୁଛନ୍ତି। ଏବେ ଆଉ ଚତୁରତା କର ନାହିଁ, ସାହସ ରଖ। ମୋତେ କରିବାକୁ ହିଁ ହେବ। ଏମିତି କରିବି ସେମିତି କରିବି କୁହ ନାହିଁ। ସାରା ଦିନ ଭିତରେ ବାପଦାଦା ଏମିତି ସେମିତିର ଗୀତ ବହୁତ ଶୁଣୁଛନ୍ତି। କରିବି, ଦେଖିବି, ହୋଇଯିବି, କିନ୍ତୁ କରିବାର ବେଗ କ'ଣ? କ'ଣ ଏହିଭଳି କରିବାବାଲା ପିଲାମାନେ ବାବାଙ୍କ ସାଥିରେ ଯାଇପାରିବେ? ବାବା ତ ସଦା ପ୍ରସ୍ତୁତ ଅଟନ୍ତି, କିନ୍ତୁ କରିବି, ଦେଖିବି ବାଲା ତ ସଦା ପ୍ରସ୍ତୁତ ନୁହନ୍ତି। ତେଣୁ ବାବାଙ୍କ ସାଥିରେ କିପରି ଯିବେ? କେବଳ ଦେଖିବେ ଅନ୍ୟମାନେ କିପରି ଯାଉଛନ୍ତି। ବାବାଙ୍କର ତ ପ୍ରତ୍ୟେକ ସନ୍ତାନ ପ୍ରତି ପଦ୍ମ ଗୁଣା ସ୍ନେହ ରହିଛି। ତେଣୁ ବାବା ଚାହୁଁନାହାନ୍ତି ଯେ ମୋର ସନ୍ତାନ ହୋଇ ମଧ୍ୟ ମୋ ସହିତ ନ ଯାଆନ୍ତୁ। ଯେହେତୁ ଘରକୁ ଫେରିବାର ସମୟ ହୋଇଯାଇଛି, ତେବେ କ'ଣ ତୁମେ ଘରକୁ ଯିବ ନାହିଁ? କାହିଁକି ନା ଘରକୁ ଗଲେ ଯାଇ ନିଜର ଭାଗ୍ୟକୁ ଆସିବ। ଯଦି ସାଥିରେ ଘରକୁ ଯିବ ନାହିଁ, ତେବେ ପୁଣି ବ୍ରହ୍ମା ବାବାଙ୍କ ସାଥିରେ ମଧ୍ୟ ରାଜ୍ୟ କରିବା ପାଇଁ ଆସିପାରିବ ନାହିଁ, ପଛରେ ଆସିବ। ତେବେ ତୁମେମାନେ ପ୍ରତିଜ୍ଞା କ'ଣ କରିଛ? ସାଥିରେ ଯିବୁ ନା ପଛରେ ଆସିବୁ? ଏଥିରେ ମଧ୍ୟ ଏମିତି ସେମିତି ଲଗାଉଛ। ମୁଁ ନିଶ୍ଚିନ୍ତ ପହଞ୍ଚିଯିବି। ବାବା, ଆପଣ ଦେଖିବେ ମୁଁ ନିଶ୍ଚିନ୍ତ ପହଞ୍ଚିଯିବି। ତେଣୁ ଏଇଭଳି ଭାଷାକୁ ଏବେ ସମାପ୍ତ କର। ଆଚ୍ଛା, ଚାରିଆଡ଼ର ସବୁ ପିଲାମାନଙ୍କୁ ବାପଦାଦା ଦେଖୁଛନ୍ତି ଯେ ଦୂରରେ ବସି ମଧ୍ୟ ବିଜ୍ଞାନର ସାଧନ ଦ୍ୱାରା ଅଧିକାଂଶ ସ୍ଥାନରେ ପିଲାମାନେ ବାପଦାଦାଙ୍କୁ ଦେଖୁଛନ୍ତି। ତୁମେମାନେ ଯେତେବେଳେ ଟୋଲି ଖାଉଛ, ସେମାନେ ମଧ୍ୟ ସେତେବେଳେ ଟୋଲି ବାଣ୍ଟୁଛନ୍ତି। ତେଣୁ ବାପଦାଦା ମଧ୍ୟ ସମସ୍ତଙ୍କୁ ଦେଖୁଛନ୍ତି ଯେ କିପରି ଦୂରରେ ବସି ମଧ୍ୟ ନିକଟର ଅନୁଭବ କରୁଛନ୍ତି। ତେଣୁ ଚାରିଆଡ଼ର ପିଲାମାନଙ୍କୁ, ଯେଉଁମାନେ ସର୍ବଦା ବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ହେବାର ସଂକଳ୍ପକୁ ଦୃଢ଼ତାର ସହିତ ଧାରଣ କରିଛନ୍ତି ଏବଂ ସମୟ ସମୟରେ ଏହି ସଂକଳ୍ପକୁ ଅଧିକ ଦୃଢ଼ କରିବା ପାଇଁ ଶକ୍ତି ମଧ୍ୟ ଭରୁଛନ୍ତି, ଏହିଭଳି ଚାରିଆଡ଼ର ଶୁଭ ସଂକଳ୍ପ ଧାରଣ କରିଥିବା, ତା ସହିତ ବାପଦାଦାଙ୍କର ଆଶାଗୁଡ଼ିକୁ ପୂରଣ କରୁଥିବା ଆଶାର ତାରକାମାନଙ୍କୁ, ଏହା ସହିତ ଦାଦୀଙ୍କର ବାଣୀ ହେଲା, ମୋତେ କର୍ମାତୀତ ହେବାକୁ ହିଁ ପଡ଼ିବ। ଏବଂ ମମାଙ୍କର ବାଣୀ ହେଲା, ସର୍ବଦା ଯାହା କରିବାର ଅଛି ତାକୁ ଏବେ କର, କାଲି ଉପରେ ଛାଡ଼ ନାହିଁ। ଏବଂ ଦାଦୀଙ୍କର ବାଣୀ ହେଲା, ଏବେ ଘରକୁ ଯିବାକୁ ହେବ। ଏହି କଥାଗୁଡ଼ିକ ତୁମମାନଙ୍କର କାନରେ ଗୁଞ୍ଜରିତ ହେବା ଦରକାର। ତେଣୁ ଏବେ ଘରକୁ ଯିବାକୁ ହେବ। ବାରମ୍ବାର ଏହି କଥାର ସ୍ମୃତି ଜାଗ୍ରତ ହୋଇ ରହୁ। ମୋତେ କର୍ମାତୀତ ହେବାର ଅଛି ଏବଂ ଘରକୁ ଯିବାର ଅଛି। ଏହି ବାଣୀକୁ ବାରମ୍ବାର ସ୍ମୃତିରେ ଆଣୁଥିବା ସମର୍ଥ ଆତ୍ମାମାନଙ୍କୁ, ବାପଦାଦାଙ୍କର ହୋଲି ପିଲାମାନଙ୍କୁ ହୋଲି ପର୍ବର ଶୁଭ ଅଭିନନ୍ଦନ। ଏହା ସହିତ ବାପଦାଦା ସମସ୍ତଙ୍କୁ ପ୍ରଥମରୁ ହିଁ ମଧୁବନର ରାଜସ୍ଥାନୀ ମିଠେଇ ମୁଖରେ ଖୁଆଇ ଦେଉଛନ୍ତି
ଏବଂ ବାପଦାଦାଙ୍କ ସହିତ ଆଡ଼ଭାନ୍ସ ପାର୍ଟି ତରଫରୁ ମଧ୍ୟ ବହୁତ ବହୁତ ପଦ୍ମଗୁଣା ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଦେଉଛନ୍ତି। ସମସ୍ତଙ୍କୁ ବାବାଙ୍କର ନମସ୍ତେ। ଆଜି ଅବ୍ୟକ୍ତ ବାରରେ ସବୁ ମିଠା ମିଠା ସନ୍ତାନମାନଙ୍କ ତରଫରୁ ମିଠା ବାବାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଆଉ ଏଇ ଆତ୍ମାର ଛୋଟିଆ ଦିଲରୁ ମିଠା ବାବାଙ୍କୁ ଅଗଣିତ ଧନ୍ୟବାଦ, ଅଗଣିତ ଶୁକ୍ରିୟା। ଶୁକ୍ରିୟା ବାବା, ଶୁକ୍ରିୟା ବାବା, ଶୁକ୍ରିୟା ବାବା, ଆପଣଙ୍କୁ ବହୁତ ବହୁତ ଶୁକ୍ରିୟା। ଆଜି ବାବାଙ୍କର ବରଦାନ କ'ଣ ମୋ ଆତ୍ମା ପାଇଁ? ବାବାଙ୍କର ବରଦାନୀ ହସ୍ତ ମୋ ମସ୍ତକ ଉପରେ ଅଛି। ମୁଁ ଆତ୍ମା ବାବାଙ୍କର ବରଦାନୀ ହସ୍ତର ସ୍ପର୍ଶକୁ ଅନୁଭବ କରୁଛି। ଆଜି ବିଶେଷ ବରଦାନ ମୋ ଆତ୍ମା ପାଇଁ କ'ଣ ଦେଇଛନ୍ତି? ବିଶେଷ ବରଦାନ ହେଲା ସର୍ବ ଆତ୍ମାଙ୍କ ପ୍ରତି ସ୍ନେହ ଏବଂ ଶୁଭ ଚିନ୍ତକର ଭାବନା ରଖୁଥିବା ଦେହୀ ଅଭିମାନୀ ଭବ। ବାବା କହିଲେ ସର୍ବ ଆତ୍ମାଙ୍କ ପ୍ରତି ସ୍ନେହ ଏବଂ ଶୁଭ ଚିନ୍ତକର ଭାବନା ରଖୁଥିବା ଦେହୀ ଅଭିମାନୀ ଭବ। ଯଦି ଆମେ ମାନେ ନିଜ ଆତ୍ମା ପାଇଁ ଶୁଭଚିନ୍ତକ ଭାବନା ରଖିବା, ନିଜ ପରିବାର ପାଇଁ ଶୁଭଚିନ୍ତକ ଭାବନା ରଖିବା, ସାରା ବିଶ୍ୱର ଆତ୍ମାମାନଙ୍କ ପାଇଁ ଶୁଭଚିନ୍ତକର ଭାବନା ରଖିବା, ତାହେଲେ ଆମେ ନିଜ ପ୍ରତି, ପରିବାର ପ୍ରତି, ଆଉ ସାରା ବିଶ୍ୱ ପ୍ରତି, ଆଉ ବାବାଙ୍କ ପ୍ରତି ଆମେ ସ୍ନେହର ପାତ୍ର ବନିଯିବା। ତାହେଲେ ଆମେ ଦେହୀ ଅଭିମାନୀ ସ୍ଥିତିକୁ ସହଜରେ ପ୍ରାପ୍ତ କରିବା। ଯେପରି ମହିମା କରୁଥିବା ଆତ୍ମା ପ୍ରତି ସ୍ନେହର ଭାବନା ରହୁଛି, ସେହିପରି ଯେତେବେଳେ କେହି ତୁମକୁ ଶିକ୍ଷା ଦେଉଛି, ସେତେବେଳେ ମଧ୍ୟ ସେହି ଆତ୍ମା ପ୍ରତି ସ୍ନେହର ଏବଂ ଶୁଭ ଚିନ୍ତନର ଭାବନା ରହୁ ଯେ ଇଏ ମୋ ପାଇଁ ବଡ଼ରୁ ବଡ଼ ଶୁଭଚିନ୍ତକ ଅଟେ। ଏହିଭଳି ସ୍ଥିତିକୁ ହିଁ କୁହାଯାଏ ଦେହୀ ଅଭିମାନୀ ସ୍ଥିତି। ଯଦି ଦେହୀ ଅଭିମାନୀ ନୁହେଁ, ତେବେ ନିଶ୍ଚିନ୍ତ ଅଭିମାନ ଅଛି ଏବଂ ଅଭିମାନ ବାଲା କେବେ ବି ନିଜର ଅପମାନ ସହନ କରିପାରିବ ନାହିଁ। ବାବା ଆଜି ସ୍ଲୋଗାନ କ'ଣ କହିଛନ୍ତି ଅବ୍ୟକ୍ତ ବାରରେ? ଯଦି ସର୍ବଦା ପରମାତ୍ମାଙ୍କର ସ୍ନେହରେ ହଜିଯିବ, ତେବେ ଏହି ଦୁଃଖର ଦୁନିଆ ଭୁଲି ହୋଇଯିବ। ଯଦି ସର୍ବଦା ପରମାତ୍ମାଙ୍କର ସ୍ନେହର ଝୁଲଣାରେ ଝୁଲୁଥିବ, ବାବାଙ୍କର କୋଳ ହେଉଛି ସ୍ନେହର ଝୁଲଣା। ଯଦି ତାଙ୍କ କୋଳରେ ବସି ତାଙ୍କର ସ୍ନେହର ଝୁଲଣାରେ ଝୁଲୁଥିବ ଆଉ ତାଙ୍କ ସ୍ନେହର ସାଗରରେ ତୁମେ ସବୁବେଳେ ସମାହିତ ହୋଇଯାଉଥିବ, ତାହେଲେ ଏଇ ଦୁଃଖଦାୟୀ ଦୁନିଆରେ ଥାଇ ମଧ୍ୟ ତୁମେ ଏ ବାବାଙ୍କ ସ୍ନେହ ପାଇ ସହଜରେ ତୁମେ ମରିଯିବା ଜୀବନକୁ ପକ୍କା କରିଦେବ, ସହଜରେ ଭୁଲି ହେଇଯିବ। ଅବ୍ୟକ୍ତ ଇଶାରା ଆଜି ବାବା କ'ଣ କହିଛନ୍ତି? ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ହୁଅ। ଯେତେବେଳେ କୌଣସି ବଡ଼ଙ୍କ ହାତରେ ହାତ ରହିଥାଏ, ସେତେବେଳେ ଛୋଟମାନଙ୍କର ସ୍ଥିତି ନିଶ୍ଚିନ୍ତ ଏବଂ ନିର୍ଭୟ ରହିଥାଏ। ତୁମମାନଙ୍କର ନିଶ୍ଚୟ ରହିଛି ଯେ ପ୍ରତ୍ୟେକ କର୍ମରେ ବାପଦାଦା ମୋ ସାଥିରେ ମଧ୍ୟ ଅଛନ୍ତି ଏବଂ ମୋର ଏହି ଅଲୌକିକ ଜୀବନର ହାତ ତାଙ୍କ ହାତରେ ରହିଛି, ଅର୍ଥାତ୍ ଏହି ଜୀବନ ତାଙ୍କ ଦାୟିତ୍ୱରେ ଅଛି, ଅର୍ଥାତ୍ ଦାୟିତ୍ୱ ତାଙ୍କର ଅଟେ। ତେଣୁ ସବୁ ବୋଝ ବାବାଙ୍କ ଉପରେ ରଖି ଦେଇ ନିଜକୁ ହାଲକା କରିଦିଅ, ତାହେଲେ ସର୍ବଦା ନିଶ୍ଚିନ୍ତ ରହିବ ଏବଂ ପ୍ରତ୍ୟେକ କର୍ମ ନିର୍ଭୁଲ
ହେବ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।